ମୋ ନାଁ ଭାଗୀରଥୀ ମିଶ୍ର। କୁମ୍ଭ ମେଳା ଏଇ ଆମର ଦେହ ପୁଣ୍ୟ ପାଇଁ ବା ପାପ ନାଶନ ପାଇଁ ଏଇ ଆମ ମାଘ ମାସରେ ସାଧୁ ସନ୍ଥ ବା ଯେତେ ଆମର ସଂସାରୀ ଲୋକ ଏଇ ବୁଡ଼ ପକେଇଲେ ପାପ ପୁଣ୍ୟ ପାପ ନାଶନ ବୋଲି ମାନେ କହୁଛୁ ଆମ ହିନ୍ଦୁ ମତରେ ବା ଆମର ଜଗନ୍ନାଥ ସଂସ୍କୃତି। ଏଇଠାକୁ ସେମାନେ ଧ୍ୟାନ ଯୋଗରେ, ଆମେ ତ ଧ୍ୟାନ ଯୋଗରେ ରହୁଛୁ ଦେଶ ମଙ୍ଗଳ ପାଇଁ ବାବାଜୀ ମାନେ, ତେଣୁ ଦେଶ କେମିତି ଉଦ୍ଧାର ହବ ସେଇଥିପାଇଁ ସେ ଧ୍ୟାନ ଯୋଗରେ ଖଣ୍ଡଗିରି ବା ଆମର ଯୋଉ ପୀଠ ଅଛି ସେ ପୀଠରେ ଧ୍ୟାନରେ ବସନ୍ତି। ଆମେ ବାବା ଆଇଲୁଣି ଆମର ଏଇ କୁମ୍ଭ ଏଇ ଯୋଉ ଧ୍ୱନି ପଡିଛି ଆମର ତ୍ରିବେଣୀ ଅମାବାସ୍ୟାଠୁ। ଆଉ ଯୋଉମାନେ ପକେଇଛନ୍ତି ସେମାନେ ସପ୍ତମୀଠୁ ପକେଇଛନ୍ତି, ଚନ୍ଦ୍ରଭାଗା ସପ୍ତମୀ। ଆମେ ତ୍ରିବେଣୀ ଅମାବାସ୍ୟାରୁ ପକେଇଛୁ। ଇଏ ଆମର ହେଲା ପଞ୍ଚକୁଣ୍ଡ, 5ଟା କୁଣ୍ଡ। ତେଜ ବାୟୁ ବ୍ୟାପୀ ଏମିତି 4ଟା ଯୋଉ ଆମ ଶରୀରରେ ସେଇ ମାର୍ଗରେ ଆମ ଏଇ କୁମ୍ଭ ପଡିଛି। ତାପରେ ଆମେ ଅଗିରା ପୁନେଇ ଦିନ ଆମର ଶେଷ ହବ। ଅଗିରା ପୁନେଇ ଶେଷ କରିକି ଆମେ ଆମର ହେଲା ଅନ୍ଧ କପିଳେଶ୍ୱର ପ୍ରାଚୀ ତଟ, ଏଟା ଅଡ଼ଶପୁର ମାଧବ। ମୁଖ କଣ, ଆମେ ଯୋଉ ସାଧନା ପାଇଁ ବଇଛୁ, ଆମ ସାଧନା ପାଇଁ ବା ଜଗତ ଉଦ୍ଧାର ପାଇଁ ଆମେ ସିଦ୍ଧି କରୁଛୁ ଆଉ ଯୋଗ କରୁଛୁ ବସିକି ଆଉ। ବିଗତ ଦିନରେ ଆମେ ଜଣେ ଯଦି ଭକ୍ତ କେମିତି ଜାଣିବୁ କି ଭଣ୍ଡ ବାବା? ବାପା ସେମିତି ତ କହିହବନି, ଠାକୁର ବି ପାରିନାହାନ୍ତି। ଠାକୁର କହିଲେ କିଏ ବା ଅଛି କେଉଁ ମତେ, ମୁଁ ବାବା ଚିହ୍ନିବି କେ ମତେ। ବିଭିନ୍ନ ପ୍ରକାର ରୂପ ଧରି ବିଭିନ୍ନ ଲୋକଙ୍କୁ ବି ଠକୁଛନ୍ତି ଲୋକ। ତେଣୁ ମୂଲ୍ୟ ହେଲା ସେବା ହିଁ ଧର୍ମ। ସେବାଟାଠୁ ବଡ ଆଉ କେହି ନାହିଁ। ଯୋଗ ଧ୍ୟାନ କାର୍ଯ୍ୟ, ତେଣୁ ଲୋକ ବିଭିନ୍ନ ମତରେ କରୁଛନ୍ତି। ସବୁ ସାଧୁ କଣ ବାପା ସମାନ ଅଛନ୍ତି? କିଏ ପେଟ ପାଟଣା ପାଇଁ, କିଏ ବିରକ୍ତ ହେଇକିନା ଆଉଛନ୍ତି, କିଏ ଯୋଉମାନେ ବୈରାଗ୍ୟ ଭାବ ରଖିଛନ୍ତି, ଯୋଉ ସାଧୁ ସମସ୍ତଙ୍କୁ ସମଭାବ, ସିଏ ହେଲେ ପ୍ରକୃତ ଭାବ, ପ୍ରକୃତ ସାଧୁ। ଆଉ ଡ୍ରେସ ପିନ୍ଧେଇ ଚିତା ତିଲକ ମାରିଦବ, ସାଧୁଙ୍କର ଗୁଣ ନଥିବ, ସାଧୁଙ୍କର କିଛି ନଥିବ। ସାଧୁଙ୍କ ମୁଖ୍ୟ ଗୁଣ କଣ? ସେବେଳେ ଦୟା, ଶାନ୍ତି, ଇଏ କ୍ଷମା, ଏଇ 4ଟା ଜିନିଷ ଯଦି ସାଧୁଙ୍କ ପାଖରେ ଥିବ ତାହେଲେ ପ୍ରକୃତରେ ସାଧୁ। ଆଉ ଆପଣଙ୍କ ପାଖରେ ତ ଦୟା ନଥିବା ସାଧୁ କଣ ଅଛି? କାହିଁକିନା ସିଏ ହେଲେ ବାପା ବା ସିଦ୍ଧ ପୁରୁଷ। ଆଉ ସିଏ ଯଦି ଅହଙ୍କାର, ହିଂସା, ବାଦ, ସମଭାବ ନଥିବ, ଲୋକ ଘୃଣା କରୁଥିବ, ସିଏ କଣ ବାପା? ସାଧୁ ଯିଏ ସେ ଜଗତ ମଙ୍ଗଳ ବା ଜଗତ ତାର ପୁଅ ଝିଅ, ସେ ସବୁ ତ୍ୟାଗ କରିକି ଆସିଲା ନା, ତେଣୁକରି ସେ ସମସ୍ତଙ୍କୁ ସମ ଭାବରେ ଦେଖିବାକୁ ପଡିବ, କାହାକୁ ଛୋଟ ବଡ ଦେଖିବା କଥା ନୁହଁ।